ମଥାରେ ଚନ୍ଦନ କାହିଁକି ଲଗାଯାଏ? କ'ଣ ଉପକାରୀ ଗୁଣ ରହିଛି? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଆପଣମାନେ ଲକ୍ଷ୍ୟ କରିଥିବେ ବାବା ଓ ମୁନି ଋଷିମାନେ ମଥାରେ ଚନ୍ଦନ ଲଗାନ୍ତି। ତେବେ ଏହା ପଛରେ କ'ଣ ରହିଛି କାରଣ? ମଣିଷର କପାଳର କେନ୍ଦ୍ରରେ ଶରୀରର 7ଟି ଚକ୍ର ମଧ୍ୟରୁ ଗୋଟିଏ ଚକ୍ର, ଯାହାକି ତୃତୀୟ ଚକ୍ଷୁ ଚକ୍ର ରହିଛି। ମଥାରେ ଚନ୍ଦନ ଲଗାଇବା ଥଟ୍ଟା ମଜାର କଥା ବିଲକୁଲ ନୁହେଁ। ପାପୀ ଆତ୍ମାମାନେ ଏହାର ମହତ୍ତ୍ୱ ଜାଣନ୍ତି। ଯେହେତୁ ସେମାନେ ଚନ୍ଦନ ଲଗାଇ ପାରିବେ ନାହିଁ, ତ ସେମାନେ ପରିହାସ କରନ୍ତି ଆଉ ନିନ୍ଦା ମଧ୍ୟ କରନ୍ତି। ଆସନ୍ତୁ ଚନ୍ଦନର ଉପକାରିତାକୁ ବୁଝିବା। ଯଦି ଆପଣଙ୍କ କପାଳକୁ ଛୁଇଁବେ, ସ୍ନାୟୁ ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ମେସେଜ ଯିବ। ଠିକ୍ ସେହିପରି ସ୍ନାୟୁ ଦ୍ୱାରା ମସ୍ତିଷ୍କକୁ ଜଣାପଡ଼େ କି ଆପଣ ଚନ୍ଦନ ଅବା ତିଲକ କିମ୍ବା ହଳଦୀ ଲଗାଇଛନ୍ତି। ଆହୁରି ବହୁତ ଉପକାରୀ ଗୁଣ ରହିଛି, ଯେମିତିକି ହଳଦୀ ଚର୍ମକୁ ସଂକ୍ରମଣରୁ ରକ୍ଷା କରେ। ଚନ୍ଦନ ଚର୍ମକୁ ଥଣ୍ଡା କରିବା ସହ ମସ୍ତିଷ୍କକୁ ଶାନ୍ତ ରଖେ ଆଉ ଚିନ୍ତାରୁ ମୁକ୍ତି ଦେଇଥାଏ। ଚନ୍ଦନର ବ୍ୟବହାର 4000 ବର୍ଷ ପୂର୍ବରୁ କରାଯାଇ ଆସୁଛି। ଆପଣମାନେ ଦେଖିଥିବେ ପ୍ରେମାନନ୍ଦ ମହାରାଜଙ୍କ ପୁରା କପାଳରେ ଚନ୍ଦନ ଲଗାଇଥାନ୍ତି। ତେଣୁ ଆପଣମାନେ ଚନ୍ଦନକୁ ନେଇ କୌଣସି ଭଣ୍ଡ ବାବା ମାତାଙ୍କ ସହ ରିଲେଟ୍ କରନ୍ତୁ ନାହିଁ।